এই যে বড় তালা পড়িছি তার চাবি কোড ଅଛି ଅମରାବତୀରେ ଅଛି ଚାବି ଆଙ୍କ ଭଣ୍ଡାରରେ ଅଛି। ହଁ ଦେଖିଲା ଭଣ୍ଡାର ମୁଁ ନିଜେ ଆଖି ଦେଖିଛି ବହୁତ ଥର। ତାକୁ କହିଲେ ତମେ ଆସ ଏ ଘରଟା ଖୋଲ, ଏ ଘରଟା ଖୋଲ, ସେ ଘରଟା ଖୋଲ କହିଲେ ସେ ତା ଭିତରେ ସବୁ ବାଛିକି ଆଣିବ। କଣ ବାଛି ଆଣିବେ? କଞ୍ଚି ତା ପାଖରେ କଞ୍ଚି ଅଛି। ଆଉ ସେ ତ ଗୁଡ଼ା ଗଲା ଏଠୁ ଛାଡ଼ିକିରି ଆଉ ବୟସ ହେଇଗଲା ପରେ ତାକୁ କିଛି କୁହାଯ୍ୟ କରିଛି, ନହେଲେ ଧବ ସବୁ ହେଇଗଲା ନା। ତଥାପି ହରିକୃଷ୍ଣ ଦାସ ତାକୁ କହିଲେ ଧଣ୍ଡା ଟିକେ ବୋଳ ତା ଦେହରେ ସେ ଛଉଟା ନେଇଯିବ। କିଛି କାମ ଥରେ କମିଗଲା। ତାକୁ ଯୋଉଟା ମାଲିକ ପ୍ରମାଣ ଦଉଛି ଯେ କି ରସିଆ ଯେତେବେଳେ ମହାପ୍ରଭୁଙ୍କୁ ନେଇଯାଉଥିବ ସେ ସମୟରେ ଗାଡ଼ି ଅଟକିବ ବୈରୀ ଷ୍ଟେସନରେ, ପୁଣି ମହାପ୍ରଭୁ ଆସିବେ କଡ଼େଇରୁ ପୁଣି ଆସିବେ ଛତିଆ ବଟ। ଏ ବିଷୟରେ ଆପଣଙ୍କର କ'ଣ ମତାମତ? ଏଇଟା ଠିକ ଯାଇଗୁଲ ମାଳିକାରେ ଲେଖା ବୈରୀ ଷ୍ଟେସନ ଜାଣ, ସେଠାରେ ଇଞ୍ଜିନ ଭାଙ୍ଗିବ ପୁଣ, ଦାରୁଗୁଣ ବେଶୀ ଛତିଆ ଜାଣ, ଶ୍ରୀକ୍ଷେତ୍ରଟି 7 ଦିନ। ଅବଶ୍ୟ ତାକୁ କେତେକ ସେତେବେଳେ ମାନେ ଆମ ଛୁଆବେଳେ ସବୁ ସେତେବେଳେ କହୁଥିଲେ ଛତିଆ ଜଗନ୍ନାଥ ଆସିବେ କିନ୍ତୁ ରହିଯିବେ ଆଉ ଯିବେନି, ଏଇଠି ରହିଯିବେ, ଶ୍ରୀକ୍ଷେତ୍ର ହେଇଗଲା ଆମ ଛତିଆ ବଟ, ଇଏ ସବୁ କହୁଥିଲେ। ନାଇଁ ନୀଳାଚଳ କ୍ଷେତ୍ର ଅଚଳ ସେ ତାଙ୍କ ଧାମ ସିଏ, ତାଙ୍କର ସେ ଯେଉଁ ମା ମାଗିଛନ୍ତି ସେଥିପାଇଁ ସେ ଆସିବେ। ଏବଂ ସେଇ ଯେଉଁ 7 ଦିନ ଏଠି ରହିବେ ସେ ଯାହା ସେ ଯେଉଁ କାଲି ଦେବେ ସେ କହୁଛନ୍ତି ଭିତରକୁ ଆଜି ମାସେ ହବ ପ୍ରାୟ। ମୁଁ ଜାଣିନାହାନ୍ତି ଯେ ୟୁଟ୍ୟୁବରେ ସବୁ ଆସୁଛି, ଆଗରୁ କେବେ ଦେଖେନି। ଦେଖିବା ଦ୍ୱାରା ମୁଁ ଆହୁରି କେତେ ଗୁଡ଼ାକ ଆଗେଇ ଯାଆନ୍ତେଣି। ସେ ସବୁ ଯାହା କହୁଛି ମୁଁ ତାକୁ ମାନେ ସବୁ ପଢ଼ିଛି। ସେ ଚୌଧୁରୀ ଗୁଡ଼ାକ ଘରେ ତାଙ୍କର କମ୍ ପୋଥି କାହାରେ ସେ ଯେଉଁ ଆମ ଗାଁରେ ମୋ ବୋଉଙ୍କର କକେଇ, ମୋ ଜନ୍ମ କାହାଣୀକୁ ମୁଁ କହିଲିଣି ଏପର୍ଯ୍ୟନ୍ତ ଆପଣଙ୍କର। ମୋ ନାଁ ଅନନ୍ତ, ମୋ ବଡ଼ ଭାଇଙ୍କ ନାଁ ଗୋପାଳ। ବାପାଙ୍କର 2ଟି ପୁଅ ହେଇକି ବାଉଡ଼ି ଗଲେ। ତାପରେ ସେ ବାପା କାନ୍ଦିରେ ଯାଇକି ଏଇ କକେଇଙ୍କର 3ଟା ଝିଅ ହେଇଥିଲେ, 3ଟା ଝିଅ ହେଇକି ସେ ସବୁ ବାଉଡ଼ି ଗଲେ। କିନ୍ତୁ ନଷ୍ଟ ହେଇଯିବାରୁ ମୁଁ ଆକୁ ଦେଖିଦେଇଛନ୍ତି ସବୁ ଖାତା କିଣିକି ଆଣିଛି। ଆଉ ଏଇ ସାନ ଭାଇ ଦେଇଥିଲି, ଗାଁରେ ହଇରାଣ ହେଉଥିଲା ଭିତରେ ରାହତ ପଡ଼ିବ ବୋଲି ସେ କାଲି ଆଣି ଦେଇଗଲା। ତାକୁ ବି ମୁଁ ଲେଖିଛି ସେଇ ରାହସ। ଦେଖନ୍ତୁ ସେ ଯାଏ ସେୟା ଏ ଗୀତ ସବୁ କିଏ ଲେଖିଛନ୍ତି? ଏ ଗୀତ ସବୁ ମୁଁ ଯୋଉଠି ଯେମିତି ଟିକେ ହୁଏ ଟିପି ଦିଏ ସବୁ ଭଜନ। ଏଇ ଯେଉଁ ବିକ୍ରି ବହି ହୁଏନି ଭଜନ ବହି ସବୁ, ଛୋଟିଆ ଛୋଟିଆ ବହି, ଜଣା ଚାଣା ବହି ସବୁ, ସେ ତା ଟିପି ପକାଏ। ଆଉ ଇଏ ସବୁ ବୋଲେ ଆଉ ହାରମୋନିୟମ ବଜେଇକି ଆଉ। ଆଚ୍ଛା, ଆପଣ ସବୁ ନିଜେ ଲେଖିଛନ୍ତି ନାଇଁ? ଯାହା ହଉ, ବହୁତ ବଢ଼ିଆ, ବାବା ଖୁବ ସୁନ୍ଦର। ଏଇଟା କ'ଣ ଏଇଥିରେ କ'ଣ ଲେଖା ହେଇଛି? ଏଇଟା ସେଇ ରାହସ ଖାତା ମୋର ଯୋଉଟା ନଷ୍ଟ ହେଇଗଲା ପରା, ଏଇ ହାରମୋନିୟମ ଢୋଲ ଭିତରେ ରହିକିରି ମାନେ ନଷ୍ଟ ହେଇଗଲା। ତାପରେ ଶୁଣନ୍ତୁ ଏଇ ଜାଗାରେ ଯୋଉଟା ବିଜାଙ୍ଗ ଥିବ, ଏଇ ଜାଗାରେ ଗୋଟେ ବିଜାଙ୍ଗ ଥିବ, ସେଟା କିନ୍ତୁ ଜାଣିବି ମନ ପଡ଼ିବନି। ବଢ଼ିଆ ସବୁ ହ୍ୟାଣ୍ଡ ରାଇଟିଂ ରହିଛି। ଆଉ ଆପଣଙ୍କର ଏଇଟା ନିଜେ ମୁଁ ତାକୁ କେବଳ ବାହାର କରିଥିଲି କ'ଣ ଇଏ ଆପଣଙ୍କୁ ଟିକେ କୌଣସି ସନ୍ଦେହ ହେଲେ ଦେଖେଇବି। ଆଉ ଆ ଦେହରେ ସବୁ ଅଛି। ଆପଣ ସେ ଯେଉଁ କହିଲି ଏଇଠି ଦେଖେଇ ଦେଉଛି ଗୋଟେ, ଯେଉଁ କହିଲି ବୈରୀ ଷ୍ଟେସନ ଯେଉଁ ଆପଣଙ୍କର ଇଏ ସବୁ ପୋଥିରୁ ସବୁ ବହି କିଣିଛି। ମୋର ଏଇଗୁଡ଼ା ସବୁ ପୋଥିରୁ ସବୁ ପାଣ୍ଡୁଲିପି। ଆଉ ଏଇଠି ଅଛି ବୈରୀ ଷ୍ଟେସନ ଜାଣା, ସେଠାରେ ଇଞ୍ଜିନ ହୋଇ ବିଚ୍ଛିନ୍ନ, ଯାଇ ଫୁଲ ତଣୁ ଆସିନ ନାରାୟଣ। ଭକ୍ତ ସଙ୍ଗେ ଭଗବାନ, ଦାରୁଗୁଣ ବେଶୀ ଛତିଆ ଧାମ, ଲୋକ ଆଣିଥିଲ ଶ୍ରୀକ୍ଷେତ୍ରଟି 7 ଦିନ। ଶ୍ରୀକ୍ଷେତ୍ର ପାରାଟେ 7 ଦିନ। ତହିଁ କ୍ଷେତ୍ରକୁ ଆସିବେ, କ'ଣ ଲେଖା ହେଲା? ତହିଁ କ୍ଷେତ୍ରକୁ ଆସିବେ, ପୁଣି ଦାରୁ ଫୁଲ ପାଇବେ, ଯାଇ ଫୁଲ ସତ୍ୟାଗ୍ରହୀ ଏକାଥିବେ, ଚିର ଶାଗୁଣା ପରି ବ୍ୟୋମଯାନ ଉଡ଼ିବ ଧାଡ଼ି ଧାଡ଼ି, ଯାଇ ଫୁଲ ବିଦେଶୀ ଆସିବେ। ତେବେ ଆପଣଙ୍କୁ ଲାଗୁଛି ଯେ କି ଓଡ଼ିଶାରେ ବି ଏଭଳିଆ ଘଟଣା ଆମେ ଦେଖିବାକୁ ପାଇବା? ଓଡ଼ିଶାରେ
ଆମକୁ ଠାକୁର ବହୁତ ରକ୍ଷା କରିବେ। ଜଗନ୍ନାଥଙ୍କର ବହୁତ ଆମେ ଯେତେ ଦୁଷ୍ଟା ବି କଲେ ବି ମଧ୍ୟ କହୁଛି ଆମ ଗାଁରେ ସେ ଠାକୁରାଣୀ କାଳିଶୀ ଦେହରେ ଆସୁଥିଲେ, ସେ ଆମ ଘରକୁ ଆସୁଥିଲେ, ସେ ଚାଲିଗଲାଣି 10-11 ବର୍ଷ ହେଲାଣି। ଆମ ଗାଁର ଗ୍ରାମ ଦେବତୀ ଠାକୁରାଣୀ କାଳିଶୀ ଆସିକି ଲାଗୁଥିଲା। ତାଙ୍କ ସକାଶେ ମୁଁ ବହୁତ ଜିନିଷ ଗୁଡ଼ାକ ବହୁତ ଆଗେଇ ଯାଇଛି। ଆଉ ସମସ୍ତେ ଯାଆନ୍ତି ଅଲିଆ ପଡ଼େ କ'ଣ ଅସୁବିଧା ସୁବିଧା ଠାକୁର ଆଇଲେ କହିବ। ମୋର କିନ୍ତୁ ମୁଁ କୌଣସି ଉଦ୍ଦେଶ୍ୟ ମତଲବ ରଖିଦିନେ ଠାକୁରାଣୀ ପାଖକୁ ଯାଆନ୍ତି। ମୁଁ ଜାଣିଛି ଆଜି ଗୋଟେ ସଂକ୍ରାନ୍ତି ମୋତେ ବୁଢ଼ା କହିବେ ବୋଉର ପକେଇଛି, ସେ ମୋତେ ଠାକୁର ଭାଇ ଡାକନ୍ତି, ମୁଁ ତାଙ୍କ ଭାଇ ଡାକିବି। ମୋତେ ଭଲ ପାଇଯାଇଥିଲେ ସେ କମଣ୍ଡଳଟା ନେଇଯା ଆଉ ଫୁଲ ହାର ଥୁଆ ହେଇଛି ଭୋଗ ନେଇଯା ଟିକେ ଠାକୁରାଣୀଙ୍କୁ ଟିକେ ଦେଇ ଆସିବ। ଆମ ଘର ପାଖରୁ ଡାକେ ଖଣ୍ଡେ ବାଟ ଗୋଟେ ଅଛି 27 ରୁଟ ଯାଇକି ଠାକୁରାଣୀ ପାଖରେ ଟିକେ ପାଣି ଦେଇଦେବି, ତାପରେ ଟିକେ ପଞ୍ଚାମୃତ ଟିକେ ସ୍ନାନ କରାଇଦେବି, ହଳଦୀ ଫଳଦୀ ମଥା ସବୁ ନଦୀ କରିଦେବି, ଠାକୁରାଣୀ କରିବି, ତ ହାର ଟିକେ ଠାକୁରାଣୀ ଲଗେଇଦେବି, ଭୋଗ ଟିକେ ଛେନା ଚକଟିକି ସେ ବୁଲେଇ ଦିଅନ୍ତି, ତାକୁ ପାଣି ବୁଲେଇ ଦେଇକି ଆସିବି। ଯାହା ମାନେ ବାପା ଯେଉଁ କଷ୍ଟ ପାଇଥିଲେ ଏବଂ କହିଥିଲେ ଠାକୁରଙ୍କୁ ମୁଁ ଡାକିକି ତୁମ ଘରକୁ ଯାଉଛି ଅଜାଙ୍କୁ କହିଲେ ମୋ ପିଲାଙ୍କ ଆଶୀର୍ବାଦ ରଖିଥିବ, ମୋର କିଛି ଧନ ଦରକାର। ମଣିମାଙ୍କ ପାଖକୁ ଏବେ ବି ଆପଣ ଯାଆନ୍ତି? ମଣିମାଙ୍କ ପାଖକୁ ସେ ଡାକନ୍ତି। ମୋ ମିସେସ୍ ପ୍ରାୟ ତାର ସକାଳ ଭୋର ଯେଉଁ କାର୍ତ୍ତିକ ମାସ ଯାକ ସବୁ ଭୋର 4ଟାରୁ ଉଠି ଗାଧେଇ ପାଧେଇକି ପ୍ରାର୍ଥନା କରିବାକୁ ଯିବ, ସେଠୁ ଆସିବ, ଆଇଲେ ଯାଇ ଘରେ ଠାକୁର ପୂଜା ମୋ ତାର ଠାକୁର ପୂଜା କରିଦେଇଥିବେ। ଯାଅ ବହୁତ ବଢ଼ିଆ ବହୁତ ବଢ଼ିଆ। ମଣିମାଙ୍କର ମୋ ପ୍ରତି ବହୁତ ସୁଦୟା ଆଉ ମୋତେ ବି ବହୁତ ମାନ୍ୟତା ବି ଦେଇଛନ୍ତି। କାରଣ କଥା ହେଉଛି କ'ଣ ମୋଠୁ ସେ ବୟସରେ 12 ବର୍ଷ ସାନ। ବେଳେ ତାଙ୍କ ଦେହ ଟିକେ ଖରାପ ଥିଲା, ଥରେ ମୁଁ ଯାଇଥିଲି ମହୋତ୍ସବ ନେଇଥିଲି, ସେଠୁ ଗଲା ମୋତେ ଡକେଇଲେ ମହୋତ୍ସବ ନେତି ଆଇଲା ଆଉ ଅନ୍ତ ଆସିକି ନା ହଁ ତାକୁ ଟିକେ ଡାକ। ସେ ଅଫିସ୍ ଘର ଭିତରେ ବସିଥିଲେ, ଗଲେ ଅନ୍ତ ମୋଠୁ 10-12 ବର୍ଷ ବଡ଼ ହେବ ନା, ମୁଁ କହିଲି ଆଜ୍ଞା ମୋତେ ତୁମେ କାଖେଇଛ, ମୋ ଖ୍ୟାଲ ଅଛି, ଆଉ ମୋ ଦେହଟା କାହିଁ ଭଲ ହେବନି, ଆପଣଙ୍କ ଦେହ ଭଲ ହେବନି ତ ତାହେଲେ ଆଉ କାମ କେତେ ହେବ? ବୟସ କେତେ ହେବ? ମୋତେ 70, ତାଙ୍କୁ କେତେ ହେବ? 57-58 ହେବ ଆଉ। ତ 20-21 ବର୍ଷରେ ତାଙ୍କ ବାପା ତ ସମାଧିସ୍ଥ ଆଉ, ତେଣୁକରି ସେଇ ହିସାବରେ ଆମେ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଠିକ୍ ଅଛି, ଭଲ ଅଛି, ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ଏବେ? ହଁ ଠିକ୍ ଅଛନ୍ତି, ସେ ବି ଯାଉଛନ୍ତି, ଅଯୋଧ୍ୟା ଯାଇଥିଲେ, ଦ୍ୱାରକା ଯାଇଥିଲେ, ମଝିରେ ମଝିରେ ଯାଇ ବୁଲାବୁଲି ବହୁତ ବଢ଼ିଆ ବହୁତ ବଟ କଥା ବୁଝାବୁଝି କରିବା। ସେ ତ ତାଙ୍କର ରହିଯାଇଛନ୍ତି, କର୍ମଚାରୀ ନିଯୁକ୍ତ କରିଦେଇଛନ୍ତି, ଆଉ ରୋଷେଇ ଘରେ ଲୋକ ନିଯୁକ୍ତ, ମନ୍ଦିର ମାନଙ୍କରେ ସବୁ ଲୋକ ନିଯୁକ୍ତ ଅଛନ୍ତି, ଯିଏ ଆସିଲେ ସେମାନେ ତାଙ୍କ କଥା ବୁଝିଲେ ଅସୁବିଧା। ଯାଅ ବହୁତ ବଢ଼ିଆ ବହୁତ ବଢ଼ିଆ। ଆପଣ କ'ଣ ଲାଗୁଛି ବଡ଼ ବନ୍ଧ କେବେ ଭାଙ୍ଗିବ? ହୀରାକୁଦ ବନ୍ଧ? ହୀରାକୁଦ ବନ୍ଧ ଯାହା ସେ ଦିବ୍ୟସିଂହ ମତରେ ଏକମତ, କାରଣ ସେଇଟା ହିଁ ମୁଁ ସମ୍ବଲପୁର କଟେଇଲି, ମୁଁ ସେଇଠି ରିଟାୟାର୍ଡ କଲି, ମୁଁ ଏଜୁ ନଥିଲି। ଆପଣ ସମ୍ବଲପୁରରେ ସମ୍ବଲପୁରରେ ମୁଁ ସେଇଠି ଏଜୁ ଥିଲି, ଏଜୁ ପ୍ରମୋସନ୍ ପାଇକି ମୋତେ ସେଠୁ ସିଏ ପୋଷ୍ଟିଂ କଲେ। ମୁଁ ତ PhDରେ ଥିଲେ, ମୁଁ ତ ଇରିଗେସନ୍। ଆପଣ ଦେଖିଛନ୍ତି ସେଠି ପୁରା ବଡ଼ ବଡ଼ ଫାଟ କିଛି ହେଇଛି? ଏମିତି ଚମଲା ଭଳିଆ ଆମେ ଯାଇକି କେବେ ଆପଣ ଦେଖିଛନ୍ତି ଏଇଟା? ମୁଁ ଦେଖିଛି 10 ବର୍ଷ 11 ବର୍ଷ ତଳେ। 11 ବର୍ଷ ତଳେ ଚମଲା ଭଳିଆ ହେଇଥିଲା। ତାମାନେ ଏବେ ଆଉ ଟିକେ କ୍ରାକ୍ ଆଉ ଟିକେ ବଢ଼ିଯିବନି? ହଁ, ତାଙ୍କୁ ସେ ଯେଉଁ ଟିମ୍ ବାଲାଙ୍କୁ ଡକେଇକିରି ତାକୁ ଟେଷ୍ଟ କରାଉଥିଲେ, ଏଇଟା କ'ଣ କେତେ ଯଦି ହେବ ନହେଲେ ତାକୁ ରିପେୟାର କରିବା କି କ'ଣ କରିବା। ତାରି ଉପରେ ଯେଉଁ ହେଇଥିଲା କନଫରେନ୍ସ ହେଇଥିଲା, କଲେକ୍ଟର ଥିଲେ, ମୁଁ ଏ ଦିନ ହେଲା ମାନେ ମୋତେ କନଫରେନ୍ସରେ ବି ବସିବାକୁ ପଡ଼େ। କିନ୍ତୁ ସେଇଟା କ୍ରାକ୍ କହନ୍ତି ଆମର ଇଞ୍ଜିନିୟରିଂରେ, ହେୟାର ଲାଇନ୍ କ୍ରାକ୍। କିନ୍ତୁ ସେଇଟା ଏତେଟା ଇଏ ନୁହଁ, କିନ୍ତୁ ସେ ଯାହା ଆମର ସେ ଭାଇ କହୁଥିଲେ, କାଲି ବୋଲୁଥିଲେ ଶତ୍ରୁଙ୍କର ବମ୍ବରେ ଭାଙ୍ଗିବ, ସେଇଟା ସେ ଠିକ୍ କହୁଛନ୍ତି। କାରଣ ସେଇଠି ସେଇ ଗୋଟାକରେ ସେ ସକ୍ସେସ୍ ହେବ। ଶତ୍ରୁ ଯିଏ ଆସିବ
ସେଇ ଗୋଟାକ କରିକି ଆମର କ୍ଷତି କରିବ, ନହେଲେ ନାହିଁ ସିଏ ଯଦି ନ ଭାଗିବ ପାଣି ଯୋଉ ଯିବ। ଆଚ୍ଛା, ସିଏ ଦେଖିବେ ଯେ କି ଏତେ ପାରାଦ୍ୱୀପ ପାଣି କାହିଁ ଉଛୁଳିବ, ନା ସିଏ ଦେଖିବେ ଯେ କି ଅନ୍ୟ ଆଡେ ଏତେ କାହିଁ ଟାର୍ଗେଟ କରିବା, ଏଇ ଗୋଟେ ଟାର୍ଗେଟ କରିଦେଲେ କାମ ହେଇଯିବ, କାମ ସରିଲା। ନାଇଁ କି ସେଇଟା ଯୋଉଟା ମାନେ ସେ କହିଲେ ଏଇଟା ମୁଁ ମନେ ମନେ ସବୁବେଳେ ଭାବେ ବସିକି ଘରେ ଅବସର। ଆପଣ କଣ ଲାଗେ ଆକ୍ଚୁଆଲି ଯଦି ହୀରାକୁଦ ବନ୍ଧ ଭାଙ୍ଗି ଦିଆଯାଏ ବା ଯଦି ବମ୍ ପଡିଲା ତେବେ କଣ ସମଗ୍ର ଓଡ଼ିଶା ଅଧା ଓଡ଼ିଶା ଜଳ ବୁଡ଼ିଯିବ, ଅଧା ବୁଡ଼ିଯିବ। ଆପଣଙ୍କର ଗୋଟେ ଅଛି ଅଚ୍ୟୁତ ଲେଖିଛନ୍ତି, ଆପଣଙ୍କ ପାଖେ ଥାଇପାରେ ସେ ବହି ଲକ୍ଷ୍ମୀଧର ବିଳାସ, ଅଛି ସେଇଥିରେ ଗୋଟେ ମୁଁ ପଢ଼ିଛି। ମୁଁ ପିଲାବେଳେ ପ୍ରାୟତଃ ସବୁବେଳେ 14 ଘରେ ବସିକି ମୋର କାମ ହେଲା, ମୁଁ ତ କ୍ଲାସରେ ଫାଷ୍ଟ ହୁଏ, ମୋର ତ ହୋମୱାର୍କ ଘରେ କିଛି ନଥାଏ, ମୁଁ ଯଦି ସନ୍ଧ୍ୟା ହେଲେ ବୁଢ଼ା ଘରକୁ ଚାଲି ଗୀତ ବୁଲିବାକୁ ବୁଢ଼ା ଧରେ। ସେ କଣ ପଢ଼ିଛନ୍ତି ଆପଣ? ସେ ଲକ୍ଷ୍ମୀଧର ବିଳାସରେ ଲେଖା ହେଇଛି, ଆପଣ ଯାଇଥିବେ ଯଦି ରାମେଶ୍ୱର, ସେଠି ମଞ୍ଚେଶ୍ୱର ପାର୍କ ଅଛି। ସେ ଯୋଉ ହନୁମାନ ଆଣିଥିଲା ଲକ୍ଷ୍ମଣ ଶକ୍ତିବୋଧ ବେଳେ ଯୋଉ ସେ ଯୋଉ ସକାଳ ହେଇଗଲି ତା ପୂର୍ବରୁ ସେ ପହଞ୍ଚି ପାରିବନି, ସେ କିୟଦ ଅଂଶ ଯୋଉଟାକୁ ପଳେଇ ଆସିନଥିଲା, ବିଷ ଲୋକ ଅଛି ବୋଲି ନ ଜାଣିପାରିକି ଉପାଡ଼ି ଆଣିଥିଲା, ସେଇଟାକୁ ସେଇଠି ଥୋଇ ଦେଇଗଲା। ସେଇଠି ରାମଚନ୍ଦ୍ର ସେ ତାକୁ ଗୋଟେ କରିଛନ୍ତି, ଶିବଲିଙ୍ଗ ସ୍ଥାପନ କରିଥିଲେ, ଆମ ମାଳିକା ବର୍ଣ୍ଣିତ ମଧ୍ୟ। କିନ୍ତୁ ସେଇ ପୀଠରେ ସେ ଯେହେତୁ ହନୁମାନ ସେ ଥୋଇ ଦେଇ ପଳେଇଥିଲା, ସିଏ ଠାକୁର ହେଉଛନ୍ତି ମଞ୍ଚେଶ୍ୱର, ମହାଦେବଙ୍କ ନାଁ ହେଉଛି ମଞ୍ଚେଶ୍ୱର, ହନୁମଞ୍ଚେଶ୍ୱର। ସେ ହନୁମଞ୍ଚେଶ୍ୱର ସେ ଲକ୍ଷ୍ମୀଧର ବିଳାସରେ ଲେଖିଲେ, ମଞ୍ଚେଶ୍ୱର ଯଦି ଜଳେ ବୁଡ଼ିଯିବ ଚଉଦାର ନାଶ ଯିବ। ଆପଣ ଚିନ୍ତା କରନ୍ତୁ, ଚଉଦାର ବିରାଟ ରାଜା ଗାଦି କେତେ ଉଞ୍ଚା ହେଲାଣି, ତାପରେ ମଞ୍ଚେଶ୍ୱର ଗିରି ବୁଡ଼ିଯିବ। ଆପଣ ଯାଇଥିବେ ଯଦି ରାମେଶ୍ୱର ବଂଶ ସେ ପଛପଟକୁ ଯାଇନି, ଗୋପୀନାଥପୁର ଦେଇକି ସେ ରାସ୍ତାଟା ପୁରା ଯାଇଛି 42 ମୌଜା ନା, ଏଇ ପାଖେ ତ 42 ମୌଜା, ସେ ପାଖେ 22 ମୌଜା ପାଖରେ ମିଶିଛି ସିଦ୍ଧେଶ୍ୱର ବିରୁପାନପୁରୀର ଯୋଉ ଇଏଟା ଜାଣି ସେଠି ବିଲୁଆ ଖାଇ ତ ଦେବୀ ନଦୀ ତାର ଶାଖାଟା। ମାନେ ଇଏ ଯୋଉ ବାଲଚନ୍ଦ୍ରପୁର, ପୁରା ବାଲଚନ୍ଦ୍ରପୁରଟା ଆପଣଙ୍କର ଯାଇକି ସେଠି ମିଶିଛି ନା ଆମ ଯୋଉ ଏକ୍ସପ୍ରେସ ୱେ ଯାଇଛି। ଏକ୍ସପ୍ରେସ ୱେ ଆପଣ ଯଦି ସେ ଏକ୍ସପ୍ରେସ ୱେରେ ଚଣ୍ଡିଖୋଲ ଟୁ ଟୁଆର୍ଡ କେନ୍ଦ୍ରାପଡ଼ା ଆଡ଼କୁ ଯିବେ, କିଛି ବାଟ ପରେ ଆମର ଓଳାଶୁଣୀ ପୀଠ ପଡ଼ିବ। ଓଳାଶୁଣୀ ପୀଠ ପୂର୍ବକୁ ଆଉ ଆଗକୁ ରହିଯିବ, ତା ପୂର୍ବରୁ ବିରୁପାଡ଼ା ଯାଇକି ସେଇଠି ମିଶି ଯାଇଛି। ଓକେ ବ୍ରାହ୍ମଣ ଏରିଆରେ ମିଶି ଯାଇଛି, ବ୍ରାହ୍ମଣ ସହିତ ମିଶି ଯାଇଛି, ନାଇଁ କି? ତେଣୁକରି ସେ ଯୋଉ ଲେଖା ହେଇଛି ଲକ୍ଷ୍ମୀଧର ବିଳାସରେ, ଲକ୍ଷେ ଗ୍ରନ୍ଥ ଯାଇ ସମ୍ପୂର୍ଣ୍ଣ ଲକ୍ଷ୍ମୀଧର ବିଳାସ ଭାବରେ ଗଣିଲେ ଅଚ୍ୟୁତ ଦାସ। ଆଚ୍ଛା, ତେବେ ଅଚ୍ୟୁତଙ୍କର ଲକ୍ଷେତମ ଗ୍ରନ୍ଥଟା ହଉଛି ସେଇଟା ଗୋଟେ ପ୍ରମାଣ କରିଛି। ସରିଲା ଇନଫର୍ମେସନ ଆପଣ ଦେବେ। ଲକ୍ଷେ ଗ୍ରନ୍ଥ ଯାଇ ସମ୍ପୂର୍ଣ୍ଣ ଲକ୍ଷ୍ମୀଧର ବିଳାସ ଭାବରେ ଗଣିଲେ ଦିନ ଅଚ୍ୟୁତ। ଖୁବ ସୁନ୍ଦର। ଗୋଟେ କଥା କୁହନ୍ତୁ, ଯେତେବେଳେ ଆପଣ ହୀରାକୁଦ ସେଠି ଆପଣଙ୍କର ଲାଷ୍ଟ ପୋଷ୍ଟିଂ ଥିଲା, ସେଠି ଆପଣ ରିଟାୟାର୍ଡ କରିଛନ୍ତି, ତେବେ ମାଳିକା ବି ଏଇଟା ପ୍ରମାଣ ଦେଉଛି ଯେ କି ହୀରାକୁଦର ପଙ୍କରେ ଲୁଚି ରହିଛି ଅନେକ କିଛି ମୂଲ୍ୟବାନ ଧାତୁ ତଥା ହୀରା। ହୀରାକୁଦ ବନ୍ଧରେ ହୀରାକୁଦର ପଙ୍କରେ ଲୁଚି ରହିଛି ହୀରା। ସେଠି ଏତେ ବର୍ଷ ରହିଲି, 4 ବର୍ଷ 5 ବର୍ଷ ରହିଲି, କୌଣସି ଲୋକଙ୍କ କୌଣସି ବିଦେଶୀ ଏଜେନ୍ସିକୁ ସେମାନେ ଟେଣ୍ଡର ଦିଆଯିବାର ପ୍ରପୋଜାଲ ଥିଲା, ଯେ ସେମାନେ କହୁଥିଲେ ଯେ କି ଆମେ ରିପେୟାରିଂ କରିଦେବୁ, ଯେ କି ଆମକୁ କିନ୍ତୁ ପଙ୍କଟା ଆମକୁ ଦେଇଦିଅ। ତେବେ ସେ ପଙ୍କ ଆକ୍ଚୁଆଲି ଅଛି କ'ଣ? ଜାଣିନି, ହୀରା ଅଛି କି? ଭୁଲ କହିବାଟା ଠିକ ହବ। ସହକର୍ମୀ ଥିବେ, ତାଙ୍କୁ ପଚାରିବେ ଟିକେ, ଦେଖିଆ ଫୋନ କରି ପଚାରିବି, ଯିଏ ଅଛନ୍ତି ପଛରେ ସେମାନେ ପଚାରେ। ମାର୍ଗରେ ଲେଖା ଅଛି କି ହୀରା ପାରାଦ୍ୱୀପ ଏକତ୍ର ହୋଇଛି ମୋର ଧ୍ୟାନକୁଦ ଠାରେ, ନାଇଁ କି? ସେ ସବୁ ଅଛି ଲେଖା, ସେ ସବୁ ଲେଖା ଅଛି। ଇଏ ସବୁ କ'ଣ, ଇଏ ଅଳ୍ପ ଟିକେ ଅଭ୍ୟାସ କରିବା ପାଇଁ ଏଠି ଚଉଚିରେ, ଆଉ ନହେଲେ ଆମର ସ୍ୱତନ୍ତ୍ର ଠାକୁରର ଗାଦି ପୋଥି ଆମେ ଦେଖିଲୁ ଆଲମିରା ରହିଲାଠୁ ପଛର ହଇରାଣ କଲେ। ବଡ଼ ବଡ଼ ଦସ୍ତା ଟ୍ରଙ୍କ ବାପାଙ୍କର ଥିଲା, ସେ ଦସ୍ତା ଟ୍ରଙ୍କ କରିକି ତାକୁ ଏବେ ସାନ ଭାଇ ଆସିଲା 3-4 ଦିନ ତଳେ, ମୁଁ ତାକୁ କହିଲେ ଆରେ ଡୋର ଗୁଡ଼ା ସବୁ କଟିଗଲାଣି, ତାକୁ ନେଇକି ଛାତ ଉପରେ ଖରା ହେଉଛି, ଏବେ ସପ ପକେଇଦେବା। ପକେଇକି ସେ ପୋଥି ସବୁ କୋଉଠି ଅଛି, କୋଉଠି ଏବେ ଗାଁରେ ଠାକୁର କେତେ ପୋଥି ସବୁ ଅଛି? ବାପା ଆଗରୁ କିଛି ଥିଲା, ବାପା ଆଉ ଯାହା ବଟ ଉପରୁ ଆସେ ତାକୁ ବି ମଧ୍ୟ ବାପା ପୁନରୁଦ୍ଧାର କରିକିରି ଖାତା କପି ଗୋଟେ କରିକି ରଖିଦିଅନ୍ତି। ତାଙ୍କୁ ଗୋଟେ ପୋଥିରେ କପି ଦେଇ ଦିଅନ୍ତି,
ଖାତା ଗୋଟେ ବି ତାଙ୍କୁ ଦେଇଦିଅନ୍ତୁ। ଆଚ୍ଛା ଇଏ ଯୋଉ ଖାତାଟା ରଖିଦିଅନ୍ତୁ ଆଙ୍କୁ ଯେତେବେଳେ ଅବସର ମିଳିଲା ଇଏ ପୋଥି କରିଦେଇକି ଆମ ଗାଡ଼ିରେ ଗୋଟା ଗୋଟା ବଢ଼ି ବଢ଼ି ଚାଲିଲା। ଧାରାରେ 100 ଖଣ୍ଡ ପୋଥି ଅଛି। ହଁ ହଁ 100 ଖଣ୍ଡ ବାପା ମୁଁ ଦେଖିଲି ତାଙ୍କ କର୍ମ ଜୀବନ ଭିତରେ ବହୁତ ଜିନିଷ କରିଛନ୍ତି ଯାହାକି ଆମେ ତାକୁ ସାହିତ୍ୟ ହେଲା କଷ୍ଟ, କାରଣ ହରିବଂଶ ପୋଥି ଅଛି ଆଉ ମୁଁ ଦେଖୁଛି। ହଁ ଆରେ ଆଉ ତାପରେ ଭାଗବତ ମେଲରବିକା ବାପା ମନା କଲେ କହିଲେ ମୁଁ 12 ସ୍କନ୍ଧ ଭାଗବତ ମୁଁ କରିଛି ପୋଥିରେ, ଆଉ ତମେ ମେଲଣ କରିବାକୁ ନେଉଛ ତା ଯତ୍ନ ନେଉନ, ପାଣି ଫାଣି ପକେଇ ଓଦା ମୋଦା କରିକି ଆଣି ମୋତେ ଦେଉଛ, ତମକୁ ଦେବିନି ବହି ଫହି ନେଇକି ପଛେ ଭାଗବତ ମେଲଣ କର। କେତେ କଷ୍ଟ କରୁନାହାନ୍ତି। ଯୋଉ ତାଳପତ୍ର ଯୋଉ ଲେଖନ ଲେଖିବା ଏଇଟା କଣ ଜଣେ ସାଧାରଣ ଲୋକ ଲେଖିପାରିବ ନା ସମସ୍ତେ ଲେଖିପାରିବେନି? ନାଇଁ କାରଣ ଲେଖନୀ ତାର ଗୋଟେ ଲୁହାରେ ସେଟା ପୁଣି ଓଜନିଆ ଜିନିଷ, ଭାରି କଷ୍ଟଦାୟକ। କଷ୍ଟ ନୁହେଁ କି ସେଟା? ବାପା ଗୋଟେ ଆଧ୍ୟାତ୍ମିକ ରାମାୟଣ ଲେଖୁଥିଲେ। ଏଇ ରାମଚନ୍ଦ୍ର ଦାସ ମୋତେ କହିଲେ ଅନ୍ତ ଆଉ ବାପାଙ୍କୁ ଟିକେ ଖବର ଦେବ ସେ ଟିକେ ଆସିବ। ମୁଁ ଯାଇକି ହାତୀବାରି ଥିଲେ ବାପା, ସୁକିନ୍ଦା ହାତୀବାରି ହାଇସ୍କୁଲ, ସେଇଠି ରିଟାୟାର୍ଡ କଲେ। ଆପଣ ଯାଇଛନ୍ତି ଡୁବୁରି ଦେଇକି ସୁକିନ୍ଦାରୁ ହାତୀବାରି ଆସିବେ। ଶତ୍ରୁଘ୍ନ ପାତ୍ର ବି ଜଣେ ହେଡ଼ମାଷ୍ଟର ଥିଲେ। ଯାଇ ପହଞ୍ଚିଲା ପରେ ସେ ବାପା ମୋଠୁ ଯେମିତି ଶୁଣିଲେ, ବାପା ଖାଲି ଠାକୁରଙ୍କ ନାଁ ଶୁଣିଲା ମାନେ ସିଏ ଭାରି ବ୍ୟଗ୍ର। ସେ କହିବେ ନା ଟିକେ ଡେରି କଲେ ମୁଁ ଠାକୁରଙ୍କ ପାଖରେ ମାନେ ଇଏ କରିବେନି। ଖବର ଆସିଛି ପୁଅ ଆସିଛି ଆଉ ଘରକୁ ଯିବି। ବାବା ଛୋଟ ରବିବାରରେ ଗଲେ ସକାଳୁ ପଳେଇ ଆସିବି ଯେମିତି ଆସେ ଆଉ ଯା। ମୁଁ ଆଣିଲି ସେ କ'ଣ ଘରକୁ ସିଧା ଆଇଲେ ସାଙ୍ଗେ ସାଙ୍ଗେ ମୋତେ କହିଲେ ଚାଲୁ ବଟକୁ। ଆମେ ସାଇକେଲ ରଖିଦେବି, ମୁଁ ବସ୍ ଟ୍ରକରେ ପଳାଇଥିଲି, ସାଇକେଲ ରଖିଦେଲି ତ ଚଣ୍ଡିଖୋଲ ଛକରେ, ଟ୍ରକରେ ଚଲିଲି ଯେଉଁ ଟ୍ରକରେ ବସି ପଳାନ୍ତିନି ଯେ ଦୈତାରୀ ଯାଉଛି ଇଏ ଆଣିବା ପାଇଁ ପଥର, ସେଇଥିରେ ବସିଲେ ଟଙ୍କାଟିଏ ଦେଲେ ସେ ନେଇ ଯାହାର ପାଖରେ କବାଟ ବନ୍ଧ ସେ ପାଖରେ ହାତୀଏନି ସେ ଓହ୍ଲେଇ ପଡ଼ିକି ମୁଁ ଚାଲିକି 2 କିଲୋମିଟର ଖଣ୍ଡେ ପଳେଇଲେ ବାପାଙ୍କ ସ୍କୁଲ ପାଖରେ ପହଞ୍ଚିଯାଏ। ଏଇ ହେଉଛି ସେ ଯୋଉ ଆପଣ ଯୋଉ କହୁଛନ୍ତି ଚୌଧୁରୀ ବାବୁ ତାଙ୍କ ପାଖରେ ବି ପୋଥି ଅଛି? ତାଙ୍କ ପଛେ ଆଉ କିଛି ନାହିଁ, ନଷ୍ଟ ହେଇଗଲା ସବୁ। ଓହୋ କେତେ ବହୁତ ପୋଥି ଥିଲା ତାଙ୍କ? ବହୁତ ଥିଲା ନାଇଁ ଗୋଟେ ତଥାପି ବାପା ପ୍ରାୟ ନେଇଯାଇଛନ୍ତି 12-14 ଆଣା ମୁତାବକ ତାଙ୍କ ପାଖକୁ ଘିନି ଆସିଛନ୍ତି। ଆଉ ଭଲ ନେଇ ଆସିଛନ୍ତି, ନହେଲେ ସେ ନଷ୍ଟ ଆପଣ ବହି ପ୍ରିଣ୍ଟ ହେଇଗଲାଣି। ବୁଦ୍ଧେବାଖର, ଠିକବାଖର, ଅଚ୍ୟୁତ ଗହନ ଗୁପତ ଗୀତା, ବ୍ରାହ୍ମଣୀ କଳ୍ପ, ମୁଁ ଏଗୁଡ଼ା ମୁଁ ନିଜେ ଲେଖିଛି। ମୋତେ ଏଇ ମଣିଗା ଦେଇଥିଲେ ସବୁ ସେ ପୋଥି କୋଉଠୁ ସଂଗ୍ରହ କରିକି ଆଣିଥିଲେ, ମୋତେ ଦେଲେ ଲେଖିଲେ ଆକୁ ତମେ ଲେଖ। ତାଙ୍କୁ ଗୋଟେ ସେଟ୍ କରିକି ଯେତେବେଳେ ଯେତିକି ଦିଅନ୍ତି ମୁଁ ତାକୁ ସାରି ଦେଇକି ପୋଥିକି ଧରାଇ ଦେବି, ଖାତା ଧରାଇ ଦେଇକି ମୋ ଡ୍ୟୁଟି ଚାପ୍ଟର। ଆପଣ ବି ପୋଥି ଲେଖିପାରନ୍ତି? ପୋଥି ମୁଁ ଲେଖେନି, ମୁଁ ଖାତା ଲେଖି ଦେଇଦିଏ। ସେ କାହା ମାଧ୍ୟମରେ କରୁଛି ମୁଁ ଜାଣିନି, ମୁଁ ମୋତେ ଖାଲି କହିବି ତୁମେ ସେ ସାଫି କରିଦିଅ, ଆମେ ବ୍ୟବହାର କରିବା ଅପେକ୍ଷା ଯେମିତି ସୁବିଧା ହେବ। ଯାହା ହଉ ସେଇଥିରୁ ଗୋଟେ କପି କାଗଜରେ ମୁଁ ଉଠାଦିଏ, ରଖିଦିଏ ପାଖରେ ପଢ଼ିବା ପାଇଁ, ସମୟ ଦେଖିକି ପଢ଼ିବି। ବହୁତ ବଢ଼ିଆ, ଆପଣଙ୍କ ସହିତ କଥା ହେଇ ଭାରି ଭଲ ଲାଗିଲା। ଏବେ ଆଉ ପୋଥି କାହା ପାଖରେ ଅଛି? ପୋଥି ସଂଗ୍ରହ ସେ ବୁଢ଼ା କରୁଥିଲେ, ସେ ଯେଉଁ ଚୌଧୁରୀ ବୁଢ଼ା ଥିଲେ ସେ ପୋଥି ସଂଗ୍ରହ କରୁଥିଲେ। ସେ ଟିକରାରେ ଜଣେ ଲୋକ ଆସି ଡାକିଲା, ସେଇଠି ଆମର ଗାଁକୁ ଗଲା ଗୋଟେ ଟିକିରା ବୋଲି ଗାଁ ପଡ଼ିବ, ସେ ଟିକିରା ବୋଲି ଗୋଟେ ଗାଁରେ ସେ ଡାକିଲା। ଆଉ ଆମର ତ ମୋ ଝିଅଟା ବାହାଘର କରିଦେଲି, ମୋର ତ ପୁଅ ପାତି ନାହିଁ, ମୁଁ ମୋର ପଳେଇବି ଝିଅ ଘରକୁ, ଆଉ ଗାଦିରେ ଯାହା ପୋଥି ଅଛି ତମେ ନେଇଯା। ଇଏ ସେଠୁ ତାଙ୍କର ପୋଥି ଯାହା ଥିଲା ବାନ୍ଧି ବାନ୍ଧିକିରି ଇଏ ସେଠୁ ନେଇ ଆଇଲେ। ତାଙ୍କ ପଢ଼ା ପଡ଼ିଶାରେ ସେମାନେ ଭାବିଲେ ଏଇ ବୁଢ଼ା ହେଇଥିଲା, ପୋଥି ଗୁଡ଼ା ଚୋରି କରି ନେଇଗଲା, କ୍ଲାସ୍ କଲା। ତାପରେ ଟାଙ୍ଗି ଥାନାରେ ଏଫଆଇଆର୍ ଦେଲେ। ତାପରେ ସେମାନେ ନିୟମ ଦୃଷ୍ଟିକୋଣରୁ କୋର୍ଟ ଚାଲାଣ କରିଦେଲେ। ଆଉ କୋର୍ଟ ଚାଲାଣ କରିଦେଲା ପରେ ସେଠୁ ମୁଁ ଠାକୁରାଣୀଙ୍କ ସାଙ୍ଗରେ କାରବାର, ବୁଢ଼ା ମୋତେ ସେଠି ବସେଇଦେଲା ନା ମୁଁ ଠାକୁରଙ୍କୁ ଧରିଲି। ଆଉ କିନ୍ତୁ ଏଇ ବୁଢ଼ାଟାକୁ ନେଇକି ରାତିରେ ହିମାଳୟରେ ଥାନାରେ ବଇଛି, ହିମାଳୟରେ ସେ କ'ଣ ଯାଇଥିଲା କ'ଣ ତାର ବଂଶ କୁଟୁମ୍ବ ପାଣି ଦେବା କିଏ ଅଛନ୍ତି, ତାଠୁ ଦେବା ବଂଶ ସରିଲା। ଆଉ କ'ଣ ତୁ ନେଇ ବୁଢ଼ା ଲୋକଟାକୁ ଏତେ କଷ୍ଟ କରୁଛୁ, ତାରିଖ ପଡ଼ୁଛି, କେତେ କଷ୍ଟରେ ଯାଉଛି, କେତେ କଷ୍ଟରେ ସେ ଲୋକ ଆସୁଛି, ଟିକେ ତୁ ଅନୁମାନ କରୁନୁ। ସେ ସାଙ୍ଗେ ସାଙ୍ଗେ ରାଗିକି ଗଲା, ଦେଖ ପୁଅ ଏଇ ତାରିଖରେ ସଫା। ଆଉ ଯିଏ ତା ବିରୁଦ୍ଧରେ କେସ୍ ଦେଇଥିଲେ ତାଙ୍କ ବଂଶ ସଫା କରିଦେବି।
କାଲି ସକାଳୁ ସବୁ ଶୁଣିବୁ ତା ବଂଶରେ ଆଉ କେହି ନଥିବ। ରାଗିଗଲା କହିଲେ ଏତିକି କହିଲେ, ମୁଁ କହିଲି ସେ ଯାଇଥିଲେ କ'ଣ ଜଣେ ଡାକିକି ସତ୍ୟପ୍ରବୋଧ ଭାବେ ଦେଉଛି, ଇଏ କ'ଣ ଚୋରି କରିଥିଲି? ତା ମାନେ ସେ ବୁଢ଼ା ଲୋକ ଜମିବାଡ଼ି ବିକିକିରି ତାଙ୍କର କିଏ ଅଛି ରୋଜଗାରିଆ ପୁଅ, ସେ ଲୋକ କୋର୍ଟ କଚେରିକି ଯିବ, ତା ଦେହରେ ଖର୍ଚ୍ଚ କରିବ, ତାପରେ ରାସ୍ତାରେ ସେ ନୀତି ନିଷ୍ଠା ପରାୟଣ ଲୋକ, ତାର ଇଚ୍ଛା ବିରୁଦ୍ଧରେ କୋଉଠି ଗୋଟେ ଖାଉଛି, ଚୂଡ଼ା ଚାଉଳ ନେଇ ହାତରେ ବାନ୍ଧିକି ଖାଉଛି, ଏତେ କଷ୍ଟ କରୁଛି କହିଲୁ ବା। ସେଇଦିନ ସେ କହିଲା ଯେତେ ଜଣ ତାକୁ ଏସି କରିଛନ୍ତି ସେଇଟା ହେଲା ପରବର୍ତ୍ତୀ ସମୟରେ। ହଁ ହଁ ଗୋଟେ ପରେ ଗୋଟେ ସବୁ ଖସିଲେ। ହଁ ସେତିକି ତାଙ୍କର ସାଧନା ଅଛି ଆଉ ନାଇଁ କି? ଯାଅ ନାଇଁ ସେ କ'ଣ କିରେ ମାଆଙ୍କ ସାଙ୍ଗରେ ମୋର କେତେ ଗୁଡ଼ା କାମ, ସେ ଚୌଧୁରୀ ଯେଉଁଟା କରିପାରିବେନି ବୁଢ଼ା, ସେଇଟା ସେ ମୋତେ ଖାସ୍ ସୁଯୋଗ ଦେଇଥିଲେ, ପାଖରେ ନେଇ ବସେଇ ତାଙ୍କ ଶିଷ୍ୟ ଭଳିଆ କରିକି ଚେଲା କରିକି ମୋତେ ଭଲ ଆରାମରେ ସବୁ ବୁଝାନ୍ତି। ବୁଝିକିରି ସବୁ ସେଠୁ କହିଲେ ଆରେ ତୁ ତ ଚାକିରି କରିଗଲୁଣି, ଆଉ ବରଣ କାମ ଗୁଡ଼ା ସବୁ କରିଛୁ, ତେଣୁକରି ଆଉ ମାଗଣ ଗୁଡ଼ା କରିବୁନି। ଏ ସବୁ ଯେତେ ଯିଏ କହୁଛନ୍ତି, ମୁଁ ଏଇଟା ଗୋଟେ ମୋର ଏକ୍ସଟ୍ରା କାମ ମୁଁ କରିଛି, ଯେଉଁଟାକି ମାନେ ସେଇଟା ମାଆଙ୍କର ଦୟା ମୋତେ। ମୁଁ ଏଇ ନିଜକୁ ଧନ୍ୟ ମନେ କରୁଛି। ପରେ ସିଏ ହେଉଛି ପ୍ରକୃତ ଆମର ଯେଉଁ ଠାକୁରାଣୀ, ଆମ ଗ୍ରାମ ଦେବତୀ, ତାଙ୍କ ନାଁ ହେଉଛି ଅନନ୍ତ ବାସୁଦେବୀ, କିନ୍ତୁ ଆମ ମହାଦେବଙ୍କ ନାଁ ହେଉଛି ବିଶ୍ୱନାଥ। 300 ବର୍ଷ 350 ବର୍ଷ ଖଣ୍ଡ ହାରିଦାସଙ୍କ ସମୟ, ସିଏ ତ ସବୁ ଭିକ୍ଷା କରୁଥିଲେ ନା। ସେ କ'ଣ କରୁଛନ୍ତି ତାଳପତ୍ର ଛତା, ଆପଣ ଦେଖିଥିବେ ସବୁ ସାଧୁ ସୁନ୍ଦରଙ୍କର ତାଳପତ୍ର ଛତା, ପଠୁମାଳି, ସେ ତାଙ୍କର ଭିକ୍ଷା ସାରିକି ସେ ତାଙ୍କର ସେ ଦାଣ୍ଡେ ଦାଣ୍ଡେ ଆଉଛନ୍ତି, ମାନେ ଠାକୁରଙ୍କ ପାଖରୁ ଲାଷ୍ଟ ଗାଁ ମୁଣ୍ଡରେ ଗୋଟେ ବଢ଼େଇ ଘର ଅଛି, ସେ ତାଙ୍କର କ'ଣ ଟିକେ ମହାପ୍ରସାଦିଆ ବନ୍ଧୁ ହେବ କି କ'ଣ କେଜାଣି, ତାଙ୍କର ତ ସଂସାର ଯାକ ସମସ୍ତେ ବନ୍ଧୁ, ତାଙ୍କ ସାଙ୍ଗରେ ଆମେ କିବା କହିବା। ତେଣୁକରି ସିଏ ଚୌଧୁରୀ ଗୁଡ଼ା ମୋତେ ସବୁ ସେ କଥା କହୁଥିଲେ, କହିଲେ ମୋଠି 7 ପୁରୁଷ ହେଇଗଲା, ମୋର ବଂଶ ଚାଲିଗଲା ଏଠୁ, ଉତ୍ତରାଧିକାରୀ ତୁ। ଯାହା ଦରକାର ଠାକୁରାଣୀ ଶକ୍ତି ତୋତେ ସାହାଯ୍ୟ କରିବ, କାମ ଫାମ ଗୁଡ଼ା କରିବୁ, ତ ବୁଢ଼ା ହେଇଗଲି। ଯାହା ହଉ।